पुरी जिला ब्रह्मगिरी ब्लॉक बेंटपुर ग्राम पंचायत कोठसाही पिता स्वर्गत घनश्याम पात्र माता हीरामणि बेवा पुत्र सुकांत कुमार पात्र पिलाटी दिनरू गछ लगाइबार निशा आज प्रकृति बंधु सम्मान दे पारिछि। सुकांत ब्रह्मगिरी ब्लॉक पलंक ग्रामर बालीहरचुंडी सरकारी उच्च प्राथमिक विद्यालय शिक्षकता करने सहित विद्यालय परिसर में औषधीय वृक्ष सहित विभिन्न वृक्ष लगाई सुंदर पार्क भली सजाई रखिछन्ति। एसहित विभिन्न अनुष्ठान मानकरे 10,000 ऊर्ध्व वृक्ष लगाई आज प्रकृति बंधु पाइबार सौभाग्य अर्जन करिछन्ति। तुम करी तो मुझे चार्ज नहीं कौन जान पाते देखो सर परिचय रखिए टी देखो आम गोटे ब्रह्मगिरी गोटे खुशी माहौल खेली सारा ओडावासी गोटे मन गोटे आनंद सृष्टि होती आपंकर प्रकृति बंधु हिसाब से गोटे आवार्ड पाई आम राज्यर आज पलंक ग्राम पंचायत जो माँ बालीहरचुंडी सरकारी उच्च प्राथमिक विद्यालय शिक्षकता कर सीधा सड़क कौन रखिए कि प्रेरणा पाइले केमती पाइले आगामी दिन में कौन अच्छे आपंकर दिग्दर्शन साधारण छात्र छात्री मानक आगामी दिन में विश्व परिवेश जो संतुलन हवा जाऊँगी कौन रखी। नमस्कार मुझे सुकांत कुमार पात्र सहकारी शिक्षक बालीहरचुंडी सरकारी उच्च प्राथमिक विद्यालय पलंग में कार्य कर आपने समझ जानते बर्तमान वर्ल्ड ग्लोबल वार्मिंग चलती विश्व तापन जहाँद्वारा कि विराट जलवायु परिवर्तन आसछि
ଯେମିତିକି ଦକ୍ଷିଣ ମେରୁରେ ତାର ବରଫ ତଳୁଛି, ବାୟୁମଣ୍ଡଳରେ ଉତ୍ତପ୍ତ ବୃଦ୍ଧି ପାଇଛି। ଗଲାକାଲି ଦିଲ୍ଲୀରେ ମଧ୍ୟ ତାପମାତ୍ରା 45 ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା, ଯାହାଫଳରେ କି ଆଗାମୀ ଭବିଷ୍ୟତ ପାଇଁ ଅନ୍ଧକାର, ବିଶ୍ୱ ଏକ ମରୁଭୂମି ପରିଣତ। ତେଣୁ ଆମେ ସମସ୍ତେ ଯଦି ଗଛ ନ ଲଗାଇବା ତାହେଲେ ପୃଥିବୀ ଏକ ମରୁଭୂମିରେ ପରିଣତ ହେବ। ସେଥିପାଇଁ ମୁଁ ମୋ ବାଲ୍ୟକାଳରୁ ପ୍ରାୟ ସବୁ ଜାଗାରେ ଯେଉଁ ଜାଗାରେ ଚାକିରି କରିଛି, ମୋ ଗାଁରେ, ମୋ କ୍ଲବରେ, ଆଜି ପର୍ଯ୍ୟନ୍ତ ଆପଣ ଯଦି ସ୍କୁଲ ଦେଖୁଥିବେ ଶସ୍ୟ ଶ୍ୟାମଳାଠୁ ଆରମ୍ଭ କରିକି ପୁରା ଗ୍ରୀନ୍ କରାଯାଇଛି ବିଦ୍ୟାଳୟକୁ। କାରଣ ଆମେ ଜାଣିଛି ଗଛ ହିଁ ଜୀବନ। ଟ୍ରିଜ୍ ଆର୍ ଲାଇଫ୍, ଟ୍ରିଜ୍ ଆର୍ ପ୍ରାଇସଲେସ୍ ଟ୍ରେଜର। ସେ ହେଉଛି ଗୋଟେ ଜୀବନର ଗନ୍ତାଘର। ମଣିଷକୁ ଅକ୍ସିଜେନଠୁ ଆରମ୍ଭ କରି ଔଷଧରୁ କ'ଣ ନଦିଏ? ବୃକ୍ଷ। ବୃକ୍ଷ ହେଉଛି ଆମ ଜୀବନ। ତେଣୁ ବୃକ୍ଷକୁ ନେଇକି ଆମେ ସବୁବେଳେ ଗର୍ବ କରିବା ଉଚିତ। ମଣିଷ ତା ଜୀବନରେ ଅନ୍ତତଃ ମିନିମମ୍ 100ରୁ କମ୍ ଗଛ ଲଗାଇବା ଅନୁଚିତ। କାରଣ ମଣିଷ ବଞ୍ଚିବା ପାଇଁ ହେଲେ ବୃକ୍ଷର ଆବଶ୍ୟକତା ଅଛି। ବୃକ୍ଷ ନଥିଲେ ମଣିଷ ସମାଜ ରହିବନି, ଏବଂ ମଣିଷ ସମାଜ ନ ରହିଲେ ପୃଥିବୀ ଧ୍ୱଂସ ହୋଇଯିବ। ତେଣୁ ପୃଥିବୀକି ବଞ୍ଚିବା ପାଇଁ ହେଲେ, ଆଗାମୀ ଭବିଷ୍ୟତ ବଂଶଧରମାନଙ୍କୁ ଦୀର୍ଘାୟୁ ସୁସ୍ଥ ସବଳ ରଖିବା ପାଇଁ ହେଲେ ଆମେ ସମସ୍ତେ ଗଛ ଲଗାଇବା ଏବଂ ଗଛକୁ ପାଳିବା, ପୋଷିବା, ଆଗକୁ ବଢ଼ିବା। ଦେଖନ୍ତୁ, କୋଟି କୋଟି ବୃକ୍ଷ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ କରୁଛନ୍ତି, କିନ୍ତୁ ସରକାରୀ ଦପ୍ତରରେ ଯେତେବେଳେ ଆମର ଉପକୂଳ ଅଞ୍ଚଳବର୍ତ୍ତୀ ଅଞ୍ଚଳ, ଯେତେବେଳେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ, ଏଠି ଦୁଃଖର ବିଷୟ, କାରଣ ଏଠି ସବୁବେଳେ ବାତ୍ୟା, ବନ୍ୟା, ବିଭିନ୍ନ ପ୍ରକାର ଜଳବାୟୁ ପରିବର୍ତ୍ତନ କେତେବେଳେ ମଧ୍ୟ ଘଟୁଛି। ଏହା ପାଇଁ ସିଧାସଳଖ କ'ଣ କହିବେ ପ୍ରଶାସନିକ ଅଧିକାରୀମାନେ, ଯେଉଁମାନେ ରାଜନୈତିକ ସ୍ତରରେ ଅଛନ୍ତି, ସେମାନଙ୍କୁ କ'ଣ ରଖିବେ ଶିକ୍ଷକତା ହିସାବରେ ବାର୍ତ୍ତା? ମୁଁ ଏତିକି ବାର୍ତ୍ତା ରଖିବି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ପରିବେଶ ମନ୍ତ୍ରୀଙ୍କ ପାଖରେ, ଯେ ବିଦ୍ୟାଳୟକୁ ଯେମିତି ଭଲ ପାଉଛନ୍ତି ଆପଣମାନେ, ତାକୁ ଗ୍ରୀନ୍ କରାଯାଉ। ସାରା ଓଡ଼ିଶାରେ ଯେତେ ପ୍ରାଇମେରୀ ସ୍କୁଲ ଅଛି, ଅପର ପ୍ରାଇମେରୀ ସ୍କୁଲ ଅଛି, ହାଇ ସ୍କୁଲ ଅଛି, କଲେଜ ଅଛି, ଅଙ୍ଗନବାଡ଼ି ଅଛି, ୟୁନିଭର୍ସିଟି ଅଛି, ସବୁଠି ଛାତ୍ରମାନେ ହେଉଛନ୍ତି ଦେଶର ଭବିଷ୍ୟତ। ଆଜ୍ଞା, ଯୁବକ ଯେତେବେଳେ ଆଗେଇବ ଦେଶ ଆଗେଇବ। ଏବଂ ଯୁବକମାନ ହାତରେ ପୃଥିବୀର ଶାସନ ଅଛି, ଓଡ଼ିଶାର ଶାସନ ଅଛି, ଭାରତର ଶାସନ ଅଛି। ତେଣୁ ଯୁବକମାନଙ୍କୁ ଆପଣଙ୍କୁ ତାର ଆଟିଚ୍ୟୁଡ଼ ଚେଞ୍ଜ କରନ୍ତୁ, ଯୁବକମାନଙ୍କୁ ତାକୁ କନଭିନ୍ସ କରନ୍ତୁ, ତୁ ଗଛ ଲଗା ଏବଂ ଗଛ ଲଗାଇବେ, ତାକୁ ମାର୍କ ଦିଅନ୍ତୁ। ମାଟ୍ରିକୁଲେସନଠୁ ଆରମ୍ଭ କରି କଲେଜ ମଧ୍ୟ କ୍ୟାରିୟର ଇଭାଲୁଏସନରେ ଗଛକୁ ତାର ଗୁରୁତ୍ୱ ଦିଅନ୍ତୁ। ଯେମିତି ଆମେ ଏନସିସିରେ ଗୁରୁତ୍ୱ ଦେଉଛୁ, ଗଛକୁ ସେମିତି ଗୁରୁତ୍ୱ ଦିଅନ୍ତୁ। କାରଣ ଗଛ ରହିଲେ ଆଜ୍ଞା ପୃଥିବୀ ରହିବ, ପୃଥିବୀ ରହିଲେ ସମାଜ ରହିବ, ସମାଜ ରହିଲେ ସାରା ସଂସାର ଏକ ସୁଖ ସଂସାର ଆନନ୍ଦର ଆଗେଇବ। ତେଣୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଆଉ ଥରେ ଅନୁରୋଧ କରି ଆପଣଙ୍କ ମିଡ଼ିଆ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ, ବିଦ୍ୟାଳୟକୁ ଗ୍ରୀନ୍ କରନ୍ତୁ ଏବଂ ସବୁଜ ସୁନ୍ଦର ଗଢ଼ିବାରେ ଆପଣଙ୍କର ସକ୍ରିୟ ଭୂମିକା ରହିଛି। ଆମେ ଆଶା ରଖିବୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ। ଶେଷ ପ୍ରଶ୍ନ ଆପଣଙ୍କୁ ରହିବ, ଯେତେବେଳେ ଆପଣ ପ୍ରକୃତି ବନ୍ଧୁ ଆୱାର୍ଡ଼ ପାଇଲେ, ଏଠିକାର ଦେଖୁଥିବେ କାଠ ମାଫିଆ ଠାରୁ ଆରମ୍ଭ କରି ଅନେକ କରତକଳ ଲିପ୍ତ ଅଛନ୍ତି, ସେମାନଙ୍କ ପାଇଁ ଗୋଟେ ବଡ଼ ଯେଉଁ ଆଜି ୱାର୍ଣ୍ଣିଂ, ଯେଉଁ ବିଶ୍ୱରେ ଯେଉଁଭଳି ତାପମାତ୍ରା ବଢ଼ୁଛି, ବୃଦ୍ଧି ପାଉଛି, ପରିବର୍ତ୍ତନ ହେଉଛି ଜଳବାୟୁ, ତାକୁ ନେଇ ସିଧାସଳଖ କ'ଣ ରଖିବେ? ଏବଂ ଆଉ ଗୋଟେ ଶେଷ ପ୍ରଶ୍ନ, ସାରା ଓଡ଼ିଶାବାସୀକି କ'ଣ ପ୍ରକୃତି ପ୍ରେମୀ ହିସାବରେ ଯେଉଁ ଆୱାର୍ଡ଼ ପାଇଲେ ତାର ଖୁସିର ବାର୍ତ୍ତା କ'ଣ? ମୁଁ ପ୍ରକୃତି ପ୍ରେମୀ ହିସାବରେ ଯେଉଁ ଆୱାର୍ଡ଼ ପାଇଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ, ମାନ୍ୟବର DFO ସାର୍ ମୋତେ ଦେଇଛନ୍ତି ପୁରୀରେ ଜୁନ୍ 5 ତାରିଖରେ। ମୁଁ ଏତିକି ବାର୍ତ୍ତା ରଖିବି ଯେ ଆପଣ ଭଲ କର୍ମଟେ କରନ୍ତୁ। ମଣିଷ ଜୀବନ ଆଜ୍ଞା ଜନ୍ମ ଆମେ ନେଇଛି ଭଲ କର୍ମ କରିବା ପାଇଁ। କର୍ମ ମଣିଷକୁ ଦୀର୍ଘାୟୁ କରେ, କର୍ମ ମଣିଷକୁ ଅମର କରେ। ସେ ଅମରତ୍ୱ ପାଇବା ପାଇଁ ହେଲେ ବୃକ୍ଷ ଏକ ମାଧ୍ୟମ, ଯେଉଁ ବୃକ୍ଷ ମାଧ୍ୟମରେ ଆମେ ଆଗକୁ ବଢ଼ିପାରିବା। ଯେଉଁ ପ୍ରଶ୍ନ ରଖିଥିଲେ ଯେ ଯେଉଁ ଗଛ କଟା ହେଉଛି, ସରକାରଙ୍କର କଠୋର ଆଇନ ଅଛି। ଯେଉଁ କାଠ ମାଫିଆ ଗଛ ଜଙ୍ଗଲ କାଟୁଛନ୍ତି, ସେଥିରେ କିଛି ସରକାରୀ କର୍ମଚାରୀଙ୍କର ହାତ ଥାଇପାରେ। ତେଣୁ ତାକୁ ସରକାର ତାକୁ ତଦନ୍ତ କରନ୍ତୁ ଏବଂ ସରକାରୀ କର୍ମଚାରୀ ଯିଏ ଭିତରେ ଇନଭଲ୍ଭ ରହୁଛନ୍ତି, ଯେଉଁ ଅଫିସରମାନେ, ତାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କାରଣ ଗଛ ପୃଥିବୀ କି ଏକ ସୁନ୍ଦର ସବୁଜ ସୀମା ପରିବାର ତିଆରି କରିପାରେ। ସେଥିରେ ଯିଏ ହସ୍ତକ୍ଷେପ କରିବ ତାକୁ ଆମେ ମାଫ କରିବା ଅନୁଚିତ। ଓକେ। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।